ଯେଉଁ ପୁରୁଷ ପାଖରେ ସ୍ୱାର୍ଥ ସର୍ତ୍ତ ଆଉ ମିଛ ଏଇ ତିନୋଟି ଜିନିଷ ଥାଏ, ସେହି ପୁରୁଷର ପ୍ରେମ କେବେ ସଚ୍ଚା ହୋଇନଥାଏ। ସିଏ କେବଳ ମିଛ ପ୍ରେମ କରିଥାଏ। ଭୁଲ ହେବା ମଣିଷର ପ୍ରକୃତି ଅଟେ। ଭୁଲ ମାନିଯିବା ସଂସ୍କାର ଅଟେ। ଭୁଲକୁ ସୁଧାରିକି ଆଗକୁ ବଢ଼ିବା ପ୍ରଗତି ଅଟେ। ଜୀବନରେ ଗୋଟିଏ ଉତ୍ତମ ଶିକ୍ଷା ଅନେକ ଡେରିରେ ମିଳିଲେ କି ମିତ୍ରତା କର କିମ୍ବା ପ୍ରେମ କର, କିନ୍ତୁ ଉପେକ୍ଷା କାହାଠାରୁ ବି କରନି। ଯାହା ଘଟି ଚାଲିଛି, ଆଗକୁ ଯାହା ଘଟିବାକୁ ଯାଉଛି, ଯାହା ଘଟି ସାରିଛି, ସେସବୁ ପାଇଁ ମୁଁ କାରଣ, ମୁଁ ହିଁ କାରଣ। ସେଥିପାଇଁ ତ ମୁଁ ଅନାଦିର କାରଣ। କିନ୍ତୁ ତୁମ କର୍ମର କାରଣ, ତୁମ କର୍ମ ପାଇଁ ମିଳୁଥିବା କର୍ମଫଳର କାରଣ କେବଳ ତୁମେ। ମୁଁ ତୁମକୁ ବଞ୍ଚେଇବା ପାଇଁ ବାଧ୍ୟ ନୁହେଁ ସେ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ତୁମେ ମୋ ଶରୀରରେ ନାହଁ। ଏତତ ତୁମେ ଧର୍ମରେ ନାହଁ, ଏତତ ତୁମେ ସତ୍ୟର ନାହଁ, ଏତତ ତୁମେ ନ୍ୟାୟର ନାହଁ। ଝଡ଼ କି ପବନ ଯେତେ ପ୍ରଖର ହେଉ କିନ୍ତୁ ପର୍ବତର କିଛି କରିପାରେନି, ସେହିପରି ନିନ୍ଦା କି ପ୍ରଶଂସା ଯେତେ ପ୍ରଖର ହେଉ ଜ୍ଞାନୀ ଏବଂ ଗୁଣୀ ଲୋକଙ୍କୁ କିଛି ପ୍ରଭାବ ପକାଇ ପାରେନି। ପ୍ରେମ ଜଣକ ସହ ବି ଯଥେଷ୍ଟ ହୋଇଥାଏ ଯଦି ତାହା ହୃଦୟରୁ କରାଯାଇଥାଏ। ଯଦି କେବେ ପ୍ରେମ ଏବଂ କର୍ତ୍ତବ୍ୟ ଭିତରୁ କିଛି ବାଛିବାକୁ ଥାଏ, ତେବେ କର୍ତ୍ତବ୍ୟକୁ ହିଁ ବାଛନ୍ତୁ। ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଅନେକ ବିକଳ୍ପ ଥିଲେ, କିନ୍ତୁ ସିଏ କେବଳ ନିଜ ରାଜା କର୍ତ୍ତବ୍ୟ ପାଳନ କରୁଥିଲେ ଏବଂ ମାତା ସୀତାଙ୍କୁ ପୁଣି ଥରେ ଅରଣ୍ୟରେ ଛାଡ଼ିବାକୁ ଆଦେଶ କରିଥିଲେ। ଠିକ୍ ରାସ୍ତାରେ ଚାଲିବା ଟିକେ କଷ୍ଟ ନିଶ୍ଚୟ, କିନ୍ତୁ ସେହି ରାସ୍ତାରେ ତୁମର କେହି ହରାଇ ପାରିବେ ନାହିଁ। ଯିଏ ଯାହା କହୁ ଗୋଟିଏ କଥା ମନେ ରଖ, ନିଜ ହୃଦୟର ଦୁଃଖ ନିଜ ପାଖରେ ଲୁଚେଇ ରଖ। କାରଣ ଯାହା ଖବରକାଗଜରେ ବି ଛପା ପାରେନି, ତାହା ସାରା ଗାଁରେ ଡିବି ଡିବି ହୋଇ ବାଣ୍ଟିଯାଏ। ବନ୍ଧୁଗଣ, ଯଦି ଆପଣ କାହା ପାଖରେ ଅପ୍ରିୟ ହେବାକୁ ଚାହାନ୍ତି ନାହିଁ, କାହାର ଶତ୍ରୁ ହେବାକୁ ଚାହାନ୍ତି ନାହିଁ, ତେବେ କାହାର ସ୍ୱାର୍ଥର ବାଧକ ସାଜନ୍ତୁନି। କାହାକୁ ଅପ୍ରିୟ ସତ କଥା କୁହନ୍ତୁ ନାହିଁ। କାହାକୁ ଯୋଡ଼ିବାକୁ ଚେଷ୍ଟା କରନ୍ତୁ ନାହିଁ। କାହାକୁ ସୁଧାରିବାକୁ ଚେଷ୍ଟା ବି କରନ୍ତୁ ନାହିଁ। ଏଠି ଖରାପ ଲୋକଙ୍କୁ ପୁରସ୍କାର ଦିଆଯାଏ ଏବଂ ଭଲ ଲୋକଙ୍କୁ ତିରସ୍କାର କରାଯାଏ। ସମ୍ପର୍କ ସରିଗଲେ ପ୍ରେମ ସରିଯାଏନି। ହୃଦୟରେ ତ ସିଏ ବି ରୁହନ୍ତି ଯିଏ ଦୁନିଆରୁ ବିଦାୟ ନେଇଯାଆନ୍ତି। ସମୟ ତା ପାଇଁ ନିଶ୍ଚୟ ବଦଳିଥାଏ ଯିଏ ସମୟକୁ ସମୟ ଥାଉ ଥାଉ ବୁଝିଯାଏ। କାହାକୁ ଏତେ ଭଲ ପାଅନି କି ତାଙ୍କର ଭୁଲ ଦେଖାଯିବନି, ଆଉ ଘୃଣା ଏତେ କରନି କି ତାଙ୍କ ଭଲ ଗୁଣ ବି ଦେଖାଯିବନି। କାହା ପାଇଁ ବୋଝ ହେବା ଅପେକ୍ଷା ତାଙ୍କ ପାଇଁ ସ୍ମୃତି ହୋଇଯିବା ଅଧିକ ଭଲ ହୋଇଥାଏ। ସେହି ମଣିଷ କେବେ ଧୋକା ଦେବ ନାହିଁ ଯିଏ ଧୋକାର ଅର୍ଥ କ'ଣ ଜାଣିଛି, ଯିଏ ଧୋକାରୁ ଠୋକର ପାଇଛି, ଅନୁଭବ କରିସାରିଛି ଧୋକା କେତେ କଷ୍ଟ ଦିଏ ବୋଲି। ସୌଭାଗ୍ୟକୁ ପାଇବାକୁ ଭଗବାନ ବହୁତ କଷ୍ଟ କରିଦେଇଛନ୍ତି, କାରଣ ଭଗବାନଙ୍କୁ ବି ଜାଣିଛନ୍ତି ସହଜରେ କିଛି ମିଳିଗଲେ ମଣିଷ ତାର ଯତ୍ନ ନିଏ ନାହିଁ ବୋଲି। ଯଦି ଜୀବନରେ ସ୍ୱପ୍ନ ସ୍ଥିର ଅଛି, ତେବେ ଭୁଲରେ କାହାକୁ ନିଜ ସ୍ୱପ୍ନ ବିଷୟରେ ଜଣାନ୍ତୁନି। ନୀରବତାର ସହ କାର୍ଯ୍ୟ କରି ଚାଲନ୍ତୁ। ଯେବେ ଆପଣଙ୍କର ସ୍ୱପ୍ନ ବାସ୍ତବରେ ସତ ହେବ, ତେବେ ଆପେ ଆପେ ଚାରିଆଡ଼େ କୋଳହ ବ୍ୟାପି ଯିବ। ସଂସାର କରିଥିଲେ ପଥର ପଡ଼ିଲେ ସହିବାକୁ ପଡ଼େ, କିନ୍ତୁ ଯେତେବେଳେ କେବଳ ଜଣକୁ ହିଁ ସହିବାକୁ ପଡ଼େ, ଅର୍ଥ ସେଠାରେ ପ୍ରେମ ଆଉ ବୁଝାବଣା ସବୁ ଏକତରଫା ହୋଇଥାଏ। ମଣିଷ ତ ଏମିତି ଗର୍ବ କରିଥାଏ, ପ୍ରକୃତରେ କେବଳ ସମୟ ହିଁ ରାଜା ହୋଇଥାଏ। ଯିଏ କେତେବେଳେ କାହାକୁ ବି ରାଜାରୁ ଭିକାରୀ କରିଦିଏ କିମ୍ବା ଚାକରରୁ ରାଜା କରିଦେବ, ତାହା କେବେ ବି ଜଣାପଡ଼ିନଥାଏ। ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇ ଶିଖାଇ ଦେଇଗଲେ ସବୁ ସୁଖ, ସବୁ ସମ୍ପଦ, ସବୁ ଗାରିମା ଯେତେ ରୋଜଗାର କଲେ ମଧ୍ୟ ସମସ୍ତେ ଭୋଗିବେ, କିନ୍ତୁ ରୋଜଗାର ପାଇଁ ମିଳୁଥିବା ପ୍ରତ୍ୟେକଟି ପାପ ଏବଂ ଅଭିଶାପ କେବଳ ନିଜର, ତାକୁ କେହି ବାଣ୍ଟିବେ ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଶୋଇବା ପୂର୍ବରୁ ରାଗ ହିଂସା ଛାଡ଼ି ସମସ୍ତଙ୍କୁ କ୍ଷମା କରିଦିଅ। ରାତିରେ ଶୋଇ ସକାଳୁ ଉଠିବା ପୂର୍ବରୁ ମୁଁ ତୁମକୁ କ୍ଷମା କରିଦେବି। ଖରାପ ମଣିଷ ସେହି ସମୟରେ ହିଁ ଜିତିଯାଏ ଯେତେବେଳେ ଠିକ୍ ସମୟ ଚୁପ୍ ହୋଇଯାଏ। ଯେଉଁ ପ୍ରେମରେ ସର୍ତ୍ତ, ସ୍ୱାର୍ଥ ଆଉ ମିଛ ଏହି ତିନୋଟି ଜିନିଷ ଥାଏ, ସେହି ପୁରୁଷର ପ୍ରେମ କେବେ ସଚ୍ଚା ହୋଇନଥାଏ। ମିଛ ପ୍ରେମ କରୁଥିବା ପୁରୁଷକୁ ଏହି ତିନୋଟି ଲକ୍ଷଣରୁ ଚିହ୍ନନ୍ତୁ। ସିଏ ତୁମ ହୃଦୟକୁ ନୁହେଁ, ବରଂ ଶରୀରକୁ ଭଲ ପାଉଥିବ। ସିଏ ତୁମକୁ ସମ୍ମାନ ଦେବ ନାହିଁ। ସିଏ ତୁମକୁ କେବଳ ଭଲ ପାଉଛି ବୋଲି କହିହେବ, କିନ୍ତୁ ବାହାଘର କଥାରେ ବାହାନା କରିବ। କାହାକୁ ଭଲ ପାଇବା ଭଲ ହୋଇଥାଏ, କିନ୍ତୁ ଭଲ ପାଇବାରେ ଅନ୍ଧ ହୋଇଯିବା ଭୁଲ ହୋଇଥାଏ। ଏପରି ଭୁଲ ଭବିଷ୍ୟତକୁ ବି ଅନ୍ଧାର କରିଦେଇଥାଏ। କ୍ରୋଧରେ କୁହାଯାଇଥିବା ଗୋଟିଏ ଶବ୍ଦ ଏତେ ବିଷାକ୍ତ ହୋଇଥାଏ କି ଭଲ ହୃଦୟରୁ କୁହାଯାଇଥିବା 1000 ମିଠା କଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ।
ଏହି କଥା କେବେ କରନ୍ତୁ ନାହିଁ। ସେହି ମଣିଷ ପାଇଁ କେବେ ଚିନ୍ତା କରନ୍ତୁ ନାହିଁ ଯିଏ ତୁମକୁ ଅଣଦେଖା କରୁଛି। ସେହି ମଣିଷକୁ କେବେ ପ୍ରେମ କରନ୍ତୁ ନାହିଁ ଯିଏ ତୁମକୁ ସମ୍ମାନ ଦିଏ ନାହିଁ। ସେହି ମଣିଷ ପାଇଁ କେବେ ସମୟ ବର୍ବାଦ କରନ୍ତୁ ନାହିଁ ଯାହା ପାଖରେ ତୁମ ପାଇଁ ସମୟର ମୂଲ୍ୟ ନାହିଁ। ଏହି ଦୁଇଟି ଶବ୍ଦ ଛୋଟ ହୋଇପାରେ କିନ୍ତୁ କମ୍ ନୁହେଁ। ଗୋଟିଏ ହଁ, ଅନ୍ୟଟି ନା ସମ୍ପୂର୍ଣ୍ଣ ଜୀବନ ଏବଂ ଦୁନିଆକୁ ବଦଳାଇ ଦେଇଥିବାର ସାମର୍ଥ୍ୟ ରଖନ୍ତି। ଏହି ହଁ ଏବଂ ନା। ଜୀବନରେ ଭଲ ଦିନ ଦେଖିବାକୁ ଚାହୁଁଛ ତ ଖରାପ ଦିନ ସହ ଲଢ଼ିବାକୁ ପଡ଼ିଥାଏ। ରାଜାଙ୍କ ଭଳି ବଞ୍ଚିବାକୁ ହେଲେ ପରିଶ୍ରମ ବି ଗଧ ଭଳି, ଆଉ ବୁଦ୍ଧି ମନ୍ତ୍ରୀଙ୍କ ଭଳି, ଆଉ ଶୀଘ୍ରତା ଘୋଡ଼ା ଭଳି ହେବାକୁ ଦରକାର। ନିଜ ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ଦିନେ ଆପଣଙ୍କର ଦିନ ବଦଳିବ, ନହେଲେ ସେଇ ହିଁ ଚାଲିଯିବ ଯାହା ଆଜି ପର୍ଯ୍ୟନ୍ତ ଚାଲିଯାଇଛି। ରାଗ ରୁଷା ପରେ ସିଏ ପ୍ରଥମେ କଥା ହୋଇଥାଏ ଯାହା ମନରେ ପ୍ରକୃତ ପ୍ରେମ ଥାଏ। ପିଠି ପଛରେ ଗପୁଥିବା ମଣିଷଙ୍କୁ କେବେ ପଛକୁ ଚାହିଁକି ଦେଖନ୍ତୁ ନାହିଁ, କାରଣ ଛାଇ ଶରୀରଠାରୁ ଯେତେ ବଡ଼ ହେଉନା କାହିଁକି କେବେ ଶରୀରଠାରୁ ଜିତି ପାରିନଥାଏ। ଶ୍ରଦ୍ଧା ଜ୍ଞାନ ଦେଇଥାଏ, ନର୍ମଦା ମାନ ଦେଇଥାଏ, ଯୋଗ୍ୟତା ସ୍ଥାନ ଦେଇଥାଏ ଏବଂ ଏହି ତିନୋଟି ଯାହା ପାଖରେ ଥାଏ ସିଏ ସବୁଠା ସ୍ଥାନରେ ସମ୍ମାନ ପାଇବାର ଯୋଗ୍ୟ ହୋଇଥାଏ। ଶିକ୍ଷା ଆଉ ସଂସ୍କାର ହିଁ ମଣିଷର ପ୍ରକୃତ ପରିଚୟ ଦର୍ଶାଇଥାଏ। ଶିକ୍ଷା ଉନ୍ନତି ପଥରେ ଚାଲାଏ, ଆଉ ସଂସ୍କାର କେବଳ ତଳକୁ ଖସିବାକୁ ଦେଇନଥାଏ। ଯେଉଁ ପ୍ରେମରେ ସ୍ୱାର୍ଥ ଏବଂ ସର୍ତ୍ତ ଥାଏ ସେହି ପ୍ରେମଠାରୁ ଦୂରେଇ ଯିବା ଜୀବନରେ ବହୁତ ବଡ଼ ଆଶାର ଓ ଆଲୋକର ପ୍ରଗତି ହୋଇଥାଏ। ଦିନେ ଗୋଟିଏ ମୂର୍ତ୍ତିକାର ଭଗବାନଙ୍କୁ କହିଲା, ତୁ ବି କଳାକାର ଆଉ ମୁଁ ବି କଳାକାର। ତୁ ମୋତେ ଆଉ ମୋ ଭଳି ଅନେକ ମଣିଷ ବନେଇଛୁ, ଆଉ ମୁଁ ଅନେକ ମୂର୍ତ୍ତି ବନେଇଛି। ଦେଖ, ମୁଁ ତୋଠାରୁ ଭଲ। ତୁ ତିଆରି କରୁଥିବା ମଣିଷ ନିଜ ନିଜ ଭିତରେ ସ୍ୱାର୍ଥ, ଲୋଭ, ଈର୍ଷା ଆଉ ଜାତି ଧର୍ମ ନେଇ ଲଢ଼ୁଛନ୍ତି। ଆଉ ମୁଁ ତିଆରି କରୁଥିବା ମୂର୍ତ୍ତିକୁ ଦେଖ, ଯାହା ଆଗରେ ସମସ୍ତେ ମୁଣ୍ଡ ନୁଆଉଛନ୍ତି। ଇଏ ହିଁ ଦୁନିଆର ନିୟମ। ଯଦି ପ୍ରେମ ଚାହୁଁଛ ତେବେ ପ୍ରେମ ଦେବାକୁ ପଡ଼ିବ। ଯଦି ସମ୍ମାନ ଚାହୁଁଛ ତେବେ ସମ୍ମାନ ଦେବାକୁ ପଡ଼ିବ। ଯଦି ବିଶ୍ୱାସ ଚାହୁଁଛ ତେବେ ଅନ୍ୟକୁ ବିଶ୍ୱାସ କରିବାକୁ ପଡ଼ିବ। ଯଦି ସୁନ୍ଦର ଦୁନିଆଟେ ଚାହୁଁଛ ନିଜ ଦୃଷ୍ଟିକୋଣକୁ ପ୍ରଥମେ ସୁନ୍ଦର କରିବାକୁ ପଡ଼ିବ। ଏହି ଦୁନିଆରେ ସବୁ ସମସ୍ୟାର ବାସ୍ ତିନୋଟି ସମାଧାନ। ନମ୍ବର 1, ଯାହା ଅଛି ତାକୁ ନେଇ ସ୍ୱୀକାର କରିବା। ନମ୍ବର 2, ଯାହା ଆମ ପାଖରେ ନାହିଁ ତାର ଆଶା କେବେ ଆମେ କରିବା ନାହିଁ। ନମ୍ବର 3, ଆଉ ବଦଳାଇ ନ ପାରିବା ତାକୁ ସମୟ ତଥା ଭଗବାନଙ୍କ ଉପରେ ଛାଡ଼ିଦେବା। ଜରୁରୀ ନୁହେଁ କି ତୁମେ ଯାହା କରୁଛ ତାହା ଅନ୍ୟମାନଙ୍କୁ ଠିକ୍ ଲାଗିବ। ବାସ୍ ତୁମେ ତୁମର ଲକ୍ଷ୍ୟସ୍ଥଳରେ ପହଞ୍ଚ, ଲୋକମାନଙ୍କୁ ଆପେ ଆପେ ଠିକ୍ ଲାଗିଯିବ। ଜରୁରୀ ନୁହେଁ କି ତୁମେ ଯାହା ପାଇଁ ପ୍ରେମ କରୁଛ ତା ହୃଦୟରେ ବି ସେତିକି ପ୍ରେମ ଥିବ। ଥରେ ଏକଥର ବା ପ୍ରେମ କରି ଦେଖ, ଜୀବନର ସବୁ ଦୃଷ୍ଟିକୋଣ ବଦଳାଇଯିବ। ତୁମେ କହୁଥିବା ଶବ୍ଦର ଅନ୍ୟମାନେ ଠିକ୍ ଅର୍ଥ ବାହାର କରିବେ ନାହିଁ। ସେଥିପାଇଁ ବେଳେବେଳେ ଚୁପ୍ ରହିବା ମଧ୍ୟ ଭଲ ହୋଇଥାଏ। ନିଜ ନିଜକୁ ଖୁସିରେ ରଖିପାରିବ, ବାସ୍ ଏ ଦାୟିତ୍ୱ ଅନ୍ୟକୁ ଦିଅ ନାହିଁ। କାରଣ ଏ ଦୁନିଆ ଖେଳାଳିର ମଜା ନିଏ, ବାସ୍ ଫରକ ପଡ଼େନି ତାହା ଖେଳନା ହେଉ କି କାହାର ହୃଦୟ। ଗୋଟିଏ ଦିନ ଦୁଃଖ ଧନ ସମ୍ପତ୍ତିକୁ କହିଲା, ତୁ କେତେ ଭାଗ୍ୟବାନ, ତତେ ସମସ୍ତେ ପାଇବାକୁ ଚାହାନ୍ତି ଆଉ ମୋ ଠାରୁ ସମସ୍ତେ ଦୂରେଇବାକୁ ଚାହାନ୍ତି। ଜୟ ଜଗନ୍ନାଥ। ନମସ୍କାର। କେମିତି ଲାଗିଲା କମେଣ୍ଟ କରିବେ। ଜୟ ଜଗନ୍ନାଥ।